ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 40। କଳ୍ପିତ ଭୟ ବ୍ୟର୍ଥ ଅଟେ। ଈଶ୍ୱରଙ୍କ ସୃଷ୍ଟି ସର୍ବାଙ୍ଗ ସୁନ୍ଦର, ସହଜରେ ନଷ୍ଟ ହେଉଥିବା ଭଳି କୌଣସି ଜିନିଷ ଏଥିରେ ନାହିଁ। ଏହା ପୂର୍ଣ୍ଣତାରେ ପରିପୂର୍ଣ୍ଣ। ଜେନେରାଲ ଜର୍ଜ କ୍ରୁକ୍ ଲେଖିଛନ୍ତି, ମୋର ସବୁ ଦୁଃଖ ଚିନ୍ତା ବାସ୍ତବ ସ୍ଥିତିରୁ ଉତ୍ପନ୍ନ ନ ହୋଇ କଳ୍ପିତ ଭୟରୁ ଉତ୍ପନ୍ନ ହୋଇଥାଏ। ସେକ୍ସପିୟର ବି ଲେଖିଛନ୍ତି, ଭୟାଳୁ ନିଜର ପ୍ରକୃତ ମରଣ ପୂର୍ବରୁ ଅନେକ ଥର ମରିଥାଏ। ମରଣ ଆସିଯାଇଛି ବୋଲି ତା ମନରେ ସବୁବେଳେ ଭୟ ରହେ, କିନ୍ତୁ ସାହସୀ ବ୍ୟକ୍ତି ଚାରିପାଖରେ ସବୁବେଳେ ମୃତ୍ୟୁ ଘେରି ରହିଲେ ସୁଦ୍ଧା ସେ କେବଳ ଥରେ ହିଁ ମରିଥାଏ। ମନେକର ତୁମେ କୌଣସି ବିଷୟ ନେଇ ଚିନ୍ତାଗ୍ରସ୍ତ। ସେହି କଳ୍ପିତ ଘଟଣା ଭିତରୁ ଅଧିକାଂଶ ଘଟି ନପାରେ, କେବଳ ମନରେ ତାହାର ଛାପ ହିଁ ରହିଥାଏ। ହୁଏତ ସେହିପରି ଘଟଣା ଘଟି ନପାରେ, ଅଥଚ ସେଥିପାଇଁ ତୁମେ ମନେ ମନେ ଦୁଃଖୀ ହେଉଛ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।